ଏକ ଅଙ୍କ ବିଶିଷ୍ଟ ସଂଖ୍ୟାର ଯୋଗଫଳ ନିର୍ଣ୍ଣୟ। ସୋନୁର ମିଶାଣ ଶିକ୍ଷା। ସୋନୁ ବୋଲି ଗୋଟିଏ ପିଲାଟିଏ ଥିଲା। ଦିନେ ସେ ଜଙ୍ଗଲରେ ବୁଲୁ ବୁଲୁ ଗୋଟିଏ ଏପଲ ଗଛ ତଳେ ଯାଇ ପହଞ୍ଚିଲା। ସେ ଦେଖିବାକୁ ପାଇଲା ଗଛଟି ତଳେ 5ଟି ଏପଲ ପଡ଼ିଛି। ପୁଣି ଅନ୍ୟ ଏକ ଜାଗାରେ ଏପଲ ଗଛଟିଏ ପାଇଲା। ସେହି ଏପଲ ଗଛ ତଳେ 3ଟି ଏପଲ ପଡ଼ିଛି। ସେ ସମସ୍ତ ଏପଲକୁ ମିଶାଇବାକୁ ଲାଗିଲା ଏବଂ ମିଶାଇ ଘରକୁ ନେଇ ଆସିଲା। ଆଚ୍ଛା କହିଲ ପିଲାମାନେ, ସୋନୁ ସର୍ବମୋଟ କେତୋଟି ଏପଲ ସେହି ଜଙ୍ଗଲରୁ ନେଇକି ଆସିଥିଲା? ବର୍ତ୍ତମାନ ଆମେ ଜାଣିବା ଯେ ସୋନୁ କେତୋଟି ଏପଲ ଘରକୁ ନେଇ ଆସିଥିଲା। ନା ପ୍ରଥମ ଗଛରୁ 5ଟି ଏପଲ ପାଇଥିଲା ସେ। ପୁଣି ଦ୍ୱିତୀୟ ଗଛରୁ 3ଟି ଏପଲ ପାଇଲା। ତେବେ ଘରକୁ ସର୍ବମୋଟ କେତୋଟି ଆଣିଥିଲା? 1 2 3 4 5 6 7 8 ଅର୍ଥାତ ସୋନୁ ଜଙ୍ଗଲରୁ 8ଟି ଏପଲ ନେଇକି ଆସିଥିଲା। ତେବେ ଆମେ କହିପାରିବା 5 ଯୁକ୍ତ 3 ସମାନ 8 ବୋଲି। ଆମେ କେମିତି ଜାଣିଲେ? ନା 5 କହିଲେ 1 2 3 4 5। ପୁଣି ସେଇଥିରେ ସେ 3 ମିଶାଇଥିଲେ। 1 2 3 ମିଶାଇଥିଲେ। ତେବେ ଏ 5 ସହିତ 3 ମିଶାଇବା ଦ୍ୱାରା ସେ ପାଇଥିଲେ 8ଟି। ଅର୍ଥାତ 1 2 3 4 5 6 7 8। ପିଲାମାନେ, ଆମେ ଏଥିରୁ ଏହା ଜାଣିଲେ ଯେ 5 ଯୁକ୍ତ 3 ସମାନ 8 ବୋଲି। ତେବେ ତୁମେମାନେ ମଧ୍ୟ ଏହିଭଳି ଛୋଟିଆ ଛୋଟିଆ ଗଣିତ କରିପାରିବ। ଏହା ଥିଲା ତୁମମାନଙ୍କ ପାଇଁ ଏକ ଅଙ୍କ ବିଶିଷ୍ଟ ମିଶାଣ। ଏହି ମିଶାଣର ଅନ୍ୟ ନାମ ହେଉଛି ଯୋଗ।